এবং তরিকা জানিଥିବା ବ୍ୟକ୍ତିମାନେ ଅଛନ୍ତି। ଆପଣଙ୍କ ଯଦି ସୁଯୋଗ ମିଳିବ ତାହେଲେ ଜୋରରେ ପାଟି କରି ଉଠେଇବୁ ଏବଂ ପରବର୍ତ୍ତୀ ସମୟରେ ସପୋର୍ଟଟା କେମିତି ମିଳିବ ବା ଦେବେ ସେଟା ସେମାନେ ନିଷ୍ପତ୍ତି କରନ୍ତୁ, ନିଷ୍ପତ୍ତି ସେଇମାନେ କରନ୍ତୁ। ଏଇଭଳି ଆନ୍ଦୋଳନକୁ ସମର୍ଥନ ସେମାନେ କରିଥିଲେ ବୋଲି ସରକାରକୁ ଆସିଛନ୍ତି। ଓପନ କଥା କହୁଛି, ମୁଁ ଟିକେ ପଶ୍ଚାତପଦ ହୁଏନି। ଯଦି ଇଣ୍ଟ୍ରୋସ୍ପେକ୍ସନ ନ କରିବ, ଆତ୍ମସମୀକ୍ଷା ନ କରିବ, ତାହେଲେ ଆପଣ ଆଗକୁ ଯିବେନି। ମୁଁ ଗତକାଲି ସେଇଥିରୁ ମୋ ଭାଷଣଟା ସେଇଠୁ ଆରମ୍ଭ କଲି। ମୁଁ ଛିଡ଼ା ହେଉଛି ଆପଣ ସଂଶୟ ମନରେ ଟିକେ ହେଉଛି। ଆଇ ନୋ, ମୁଁ ସିଆଡ଼େ ଯାଉନି। କଥା ହେଉଛି ଯେଉଁ ବାଟ ଦେଇକି ସେମାନେ ଆସିଲେ ସେ ବାଟ କାହିଁ ଘୁରୁଛନ୍ତି। ତେଣୁ କ'ଣ କଥା କୁହାଯାଏ ମାନେ ଭୁଲେଇ ଦେବା ପାଇଁ? ତମର ଲୋଭ ଦେଖିକି ଲାଭ ନେଲ, ବର୍ତ୍ତମାନ ଲୋଭଟା ଛାଡ଼ିକି ଲାଭଟା ଟିକେ ଏପଟକୁ ଦିଅ। ଲୋଭ ଦେଖିକି ଲାଭ ନେଲ, ଟିକେ ଲାଭଟା ଛାଡ଼ିକି ଏଇପଟୁ ଲାଭ ଟିକେ ଦେଲେ ହୁଅନ୍ତାନି? କରିଥାନ୍ତି ସେ ମଧ୍ୟ ଆମ ସହିତ ଉପସ୍ଥିତ ଅଛନ୍ତି ଏବଂ ସିପିଆଇର ଜୟନ୍ତ ଭାଇ ସେ ମଧ୍ୟ ଆମ ସହିତ ଉପସ୍ଥିତ ହୋଇଛନ୍ତି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ, ଅଭିନନ୍ଦନ ଜଣାଉଛୁ ସମାଜ ସମିତି ତରଫରୁ। ଆଉ ଅନେକ ଭାଇମାନେ ଅଛନ୍ତି ଯେଉଁମାନେ ପ୍ରାକ୍ତନ ଭାଇମାନେ ଅନୁଷ୍ଠାନ ଜଗବନ୍ଧୁ ଭାଇ ଏବଂ ଆମର ସଭାପତି ଏ ଗୋଷ୍ଠାର ସଭାପତି ଅକ୍ଷୟ କୁମାର ମିଶ୍ର ମହୋଦୟ ଏବଂ ଆମର କୋଷାଧ୍ୟକ୍ଷ କାର୍ଯ୍ୟକାରୀ ସଭାପତି ନିରଣ ଭାଇ ସମସ୍ତେ ଗୋଷ୍ଠାର ନେତୃବୃନ୍ଦ, ଅନୁଷ୍ଠାନ ନେତୃବୃନ୍ଦ, ସାମିଲ ସଂଗଠନର ସମସ୍ତ କର୍ମକର୍ତ୍ତା, 40ଟା ନେତୃବୃନ୍ଦ, ମୁଁ ପ୍ରିୟଦର୍ଶନ ସାମନ୍ତରାୟ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ଆଜି ଗଣଧାରଣାକୁ ଆମେମାନେ ଯେଉଁ ଆସିଛୁ ଶିକ୍ଷକମାନେ, ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ପାଖରେ ଗୋଟେ ଯେଉଁ ଖବରଟା ପହଞ୍ଚିବା କଥା ପହଞ୍ଚି ପାରିନାହିଁ। ସେ ଖବରଟା କ'ଣ? ବର୍ତ୍ତମାନ 2026 ମସିହା ସୁଦ୍ଧା ସରକାରଙ୍କର ନିୟମ ଅନୁସାରେ 253 ସ୍କୁଲ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି, କିନ୍ତୁ ସେମାନେ ଅନୁଦାନ ପାଇବାରୁ ବଞ୍ଚିତ ଅଛନ୍ତି। ଯାହାଫଳରେ ଏଠି କ'ଣ ହେଉଛି, ଆମ ପାଖରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ କିଛି ପାଇପାରୁନାହାନ୍ତି। ସେଥିପାଇଁ ଆମେ ପିଲାଟା ଯେତେବେଳେ ସାଇକେଲ କଥା ଡିମାଣ୍ଡ କରୁଛି, ଆମେ ତ ସରକାରଙ୍କ ତରଫରୁ କିଛି ଯୋଗାଇ ପାରୁନୁ। ତେଣୁକରି ଆମେ କ'ଣ କରୁଛୁ, ଶିକ୍ଷକମାନେ ଅଲଗା କର୍ମଚାରୀମାନେ ମିଶିକି ହାତରୁ ପଇସା କଲେକ୍ସନ କରିକି ପିଲାମାନଙ୍କୁ ସାଇକେଲ ଦେଉଛୁ, ବହି ଦେଉଛୁ, ଅଲଗା ସୁବିଧା ସୁଯୋଗ ଯାହା ସରକାରୀ ସ୍କୁଲରେ ପ୍ରଦାନ କରୁଛନ୍ତି ଦେବା ପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଏଇଟା କେତେ ଦିନ ଆମେ କରିପାରିବୁ? ହାତରୁ ପଇସା ଦେଇ ବିନା ଦରମାରେ କାମ କରିବୁ, ତାପରେ ହାତରୁ ପଇସା ଖର୍ଚ୍ଚ କରିକି ପିଲାମାନଙ୍କୁ ସେ ସୁବିଧା ଯୋଗାଇବୁ। କିନ୍ତୁ ଏହାଫଳରେ କ'ଣ ହେଉଛି, ପିଲାମାନେ ଯେତେବେଳେ ପାଖ ସରକାରୀ ସ୍କୁଲରେ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ପାଉଛନ୍ତି, ଷ୍ଟାଇପେଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ, ତ ସେମାନେ ବି ଅଲଗା ପିଲାମାନଙ୍କ ପାଖରୁ ଶୁଣିଲା ପରେ ସେମାନେ ବି ସେଥିପାଇଁ ଆକୃଷ୍ଟ ହେଉଛନ୍ତି। କିନ୍ତୁ ଯେଉଁଟାକି ଆମେମାନେ ପଇସା ଖର୍ଚ୍ଚ କରିକି ସେଇ ଜିନିଷଟା ପ୍ରଦାନ କରିବା ହାତରୁ ଆମ ପାଇଁ ବେଶୀ ଦିନ ଆଉ ସମ୍ଭବପର ନୁହେଁ। କିଛି ଦିନ ପାଇଁ ଆମେ ତାକୁ ଦେଇପାରିବୁ, କିନ୍ତୁ ବିନା ଦରମାରେ ଆମେ ତାକୁ ସବୁଦିନ ସେ ସୁବିଧା ସୁଯୋଗଟା ଦେବୁ, ସେଇଟା ସମ୍ଭବପର ନୁହେଁ। 2026 ମସିହା ସୁଦ୍ଧା ଯୋଗ୍ୟ ବିବେଚିତ 253 ସ୍କୁଲକୁ ଆପଣ ଅନୁଦାନ ପ୍ରଦାନ କରନ୍ତୁ। ଆମର ସରକାରଙ୍କ ଉପରେ ବିଶ୍ୱାସ ଅଛି ଯେ ବର୍ତ୍ତମାନ ସୁଦ୍ଧା ଯେତିକି ଯୋଗ୍ୟ ବିବେଚିତ ସ୍କୁଲ ଅଛନ୍ତି ସେ ତାଙ୍କ କଥା ସହୃଦୟରେ ବିଚାର କରିବେ ଏବଂ ସମସ୍ତଙ୍କୁ ଅନୁଦାନ ପ୍ରଦାନ କରିବେ।